ମାନେ ଆପଣଙ୍କର ସବୁ ଆସିଥିବ ରେଜଲ୍ଟରେ ଜି ଆସିଥିବ। ଜି ହେଉଛି ଗ୍ରେସ୍ ପାସ୍, ବୁଝିପାରୁଛନ୍ତି। ଇଏ ଦେଖିପାରୁଥିବେ ଏଇ ଗୋଟେ ପିଲାର ଆସିଛି ଜି ଆସିଛି, ଇଏ ହେଉଛି ଆକ୍ଚୁଆଲି ଗ୍ରେସ୍ ମାର୍କ। ଦେଖିପାରୁଥିବେ ୟାର ମାର୍କ ଆନାଲିଷ୍ଟ କରୁଛି, ଦେଖିପାରୁଥିବେ। ଯେହେତୁ ଆପଣମାନଙ୍କର ତ ଏବେ ଆପଣମାନଙ୍କର ମାର୍କ ହେଉଛି କେତେ, ଏବେ ଆପଣମାନଙ୍କର ହେଉଛି 30 ମାର୍କ ହେଉଛି ଇଣ୍ଟରନାଲ୍, ଆଉ 70 ମାର୍କ ହେଉଛି ଏକ୍ସଟର୍ନାଲ୍ 70 ମାର୍କ ଆପଣ ରହୁଛି। କିନ୍ତୁ ଏଇ ପିଲା ବେଳେ ଥିଲା ହେଉଛି ଆମର 80 ମାର୍କ ହେଉଛି ଏକ୍ସଟର୍ନାଲ୍, ଆଉ 20 ମାର୍କ ହେଉଛି ଇଣ୍ଟରନାଲ୍। ତ ଆପଣମାନେ ଜାଣିଥିବେ ଇଣ୍ଟରନାଲ୍ରେ ହେଉଛି 7 ରଖିଲେ ପାସ୍, ଆଉ ଏକ୍ସଟର୍ନାଲ୍ରେ ମିନିମମ୍ ରଖିବାକୁ ପଡ଼ିବ 28। ଏଇଟା ସବୁ ମିଶିଲେ ହେବ 35, ବୁଝିପାରୁଛ। ଇଏ ହେଉଛି ଟୋଟାଲି ପାସ୍ ମାର୍କ, ୟାଠୁ ତଳକୁ ହେଲେ ହେବନି। ତ ଦେଖିପାରୁଥିବେ ଗୋଟେ ପିଲାର ଯଦି ଇଣ୍ଟରନାଲ୍ରେ ଦେଖିପାରୁଥିବେ ଏଇଠି ଦେଖିପାରୁଥିବେ ଆପଣମାନଙ୍କୁ ଦେଖାଉଛି ଏଇଠି ଦେଖିପାରୁଥିବେ ଗୋଟେ ପିଲାର ଏଇଠି ଅଛି 16, ମାନେ ଅଲରେଡ଼ି ୟାର କ୍ଲିଅର୍ ଅଛି, 7 ମାର୍କ 7 ଏଭବ୍ ରଖିଛି ଇଣ୍ଟରନାଲ୍ରେ। ଆଉ ଏକ୍ସଟର୍ନାଲ୍ରେ ପିଲାର ଦରକାର ହେଉଛି କେତେ, 28, ବୁଝିପାରୁଛ କି ନାହିଁ। 28 ଦରକାର ପିଲାର, ତ ଏ ପିଲାର ଅଛି 20। ଧରିନିଅ ପିଲାର 20 ଅଛି, କାହିଁକିନା 20 ଯଦି ରଖୁଛି ପିଲା, ଇଏ ଏଇଠି ହେଇଯାଉଛି ଫେଲ୍ ହେଇଯାଉଛି, ପିଲା ଏଇଠି ଫେଲ୍ ହେଇଯାଉଛି। କିନ୍ତୁ ଗୋଟେ ପିଲାର, ଏଇ ପିଲାର ଦେଖିପାରୁଥିବେ ସବୁ ଯାକ ପୁରା ବଢ଼ିଆ ମାର୍କ ଅଛି, କିନ୍ତୁ ଏଇ ଗୋଟାକରେ ସିଏ କ'ଣ ହିସାବରେ ସିଏ ଲେଖିଥିବ, ଏଇଭଳି ଭୁଲରେ ଲେଖିଛି, କ'ଣ ଲେଖିଛି କି କ'ଣ ପାଇଁ ସେ ପଢ଼ିନଥିବ କାଳେ ଏଇଭଳି ଲେଖିଛି। କିନ୍ତୁ ୟା ଦେହରେ ଆପଣମାନେ ଜାଣନ୍ତୁ, ଯେହେତୁ ଆପଣଙ୍କର 80 ମାର୍କ ହେଉଛି କି 70 ମାର୍କ ହେଉଛି, ୟାର ହେଉଛି ସବୁବେଳେ ହେଉଛି 10%, ମାନେ 80ର 10% କେତେ, 8। 80ର 10% ହେଉଛି ଆମର କେତେ, 8। 70ର 10% ହେଉଛି 7। ତ ଯଦି ଗୋଟେ ପିଲାର ଗୋଟେ ସବଜେକ୍ଟରେ ଗ୍ରେସ୍ ମାର୍କ ମାନେ ତୁମର 10% ମିଳିବ, ଯେକୌଣସି ସବଜେକ୍ଟରେ 10% ମିଳିବ, ତୁମେ ସେଇଥିରେ ଯଦି 10% ଗ୍ରେସ୍ ମାର୍କ ଦିଆହେଉଛି, ସେଇଥିରେ ଯଦି ତୁମେ ପାସ୍ ହେଇଗଲ, ତାହେଲେ ତୁମର ପାସ୍ ହେଇଯିବ। ଆଉ ଏଠି ଲେଖା ହେଇଯିବ କ'ଣ, ଏଠି ଲେଖା ହେଇଯିବ ଆମର ଜି ଲେଖା ହେଇଯିବ, ବୁଝିପାରିଲେ। ଏଠି ଆମର ଲେଖା ହେଇଯିବ ଜି ହେଉଛି ଆମର ଗ୍ରେସ୍ ମାର୍କ, ଇଏ ହେଉଛି ଟୋଟାଲି ପାସ୍, ୟାକୁ ଆଉ ଟେନସନ୍ ନେବାର ନାହିଁ। 70 ମାର୍କରେ ବି ସେଇଆ, 80 ମାର୍କରେ ବି ସେଇଆ। ଥିଓରିରେ ଯେଉଁ ଆମର ରହୁଛି 80 ମାର୍କ 70, ଏବେ ତ 70 ହେଇଯାଇଛି, ଇଣ୍ଟରନାଲ୍ ସେକ୍ସନାଲ୍ଟା କଟିକିନା ଇଣ୍ଟରନାଲ୍ରେ ଆଡ଼୍ ହେଇଯାଇଛି। ତ ଆପଣମାନେ ଜାଣନ୍ତୁ, ଆଉ ଯାହାର ବି ଆସିଛି ପୁରା ବଲ୍ଲେ, ଆଉ ଗୁଡ଼୍ ବାଏ।